ଜୟ ଜଗନ୍ନାଥ ଫ୍ରେଣ୍ଡସ୍। ଆଜିର ପ୍ରଥମ ପ୍ରଶ୍ନ, ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ? ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ? ଯଯାତି କେଶରୀ, ଲାଙ୍ଗୁଳା ନରସିଂହ ଦେବ, ପୁରୁଷୋତ୍ତମ ଦେବ, ଚଡ଼ଗଙ୍ଗ ଦେବ। ତେବେ ଏହାର ସଠିକ୍ ଉତ୍ତର ହେଇଯିବ ଫ୍ରେଣ୍ଡସ୍ ଅପସନ୍ ଏ ଯଯାତି କେଶରୀ। ତାପରେ ଦେଖନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍, ଖଣ୍ଡଗିରି ଓ ଉଦୟଗିରିରେ କେତୋଟି ଗୁମ୍ଫା ଅଛି? ଖଣ୍ଡଗିରି ଓ ଉଦୟଗିରିରେ କେତୋଟି ଗୁମ୍ଫା ଅଛି? ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି 117ଟି। ତାପରେ ଦେଖନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍, ଅଶୋକ କେଉଁ ଖ୍ରୀଷ୍ଟାବ୍ଦରେ କଳିଙ୍ଗ ଆକ୍ରମଣ କରିଥିଲେ? ତ ଅଶୋକ 261 ଖ୍ରୀଷ୍ଟାବ୍ଦରେ କଳିଙ୍ଗ ଆକ୍ରମଣ କରିଥିଲେ। ତ ଏହାର ସଠିକ୍ ଉତ୍ତର ହୋଇଯିବ ଅପସନ୍ ଏ। ତାପରେ ଦେଖନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍, ଭାରତ ଛାଡ଼ ଆନ୍ଦୋଳନ କେଉଁ ରାଜ୍ୟରୁ ଶୁଭ ଆରମ୍ଭ ହୋଇଥିଲା? ଭାରତ ଛାଡ଼ ଆନ୍ଦୋଳନ କେଉଁ ରାଜ୍ୟରୁ ଶୁଭ ଆରମ୍ଭ ହୋଇଥିଲା? ଅପସନ୍ ଏରେ ଦେଲା ଗୁଜରାଟ, ଅପସନ୍ ବି ମହାରାଷ୍ଟ୍ର, ଅପସନ୍ ସି ଓଡ଼ିଶା ଏବଂ ଅପସନ୍ ଡି ବିହାର। ତେବେ ଏହାର ସଠିକ୍ ଉତ୍ତର ହୋଇଯିବ ଅପସନ୍ ଏ ମହାରାଷ୍ଟ୍ର। ଭାରତ ଛାଡ଼ ଆନ୍ଦୋଳନ ମହାରାଷ୍ଟ୍ର ରାଜ୍ୟରୁ ଶୁଭ ଆରମ୍ଭ ହୋଇଥିଲା। ବୁଝିହେଲା? ତାପରେ ଯିବା ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍କୁ, କେଉଁ ମସିହାରେ ଇଂରେଜ ସରକାର ଅଷ୍ଟଦାନ ଘୋଷଣା କରିଥିଲେ? କେଉଁ ମସିହାରେ ଇଂରେଜ ସରକାର ଅଷ୍ଟଦାନ ଘୋଷଣା କରିଥିଲେ? ତେବେ ଏହାର ସଠିକ୍ ଉତ୍ତର ହେଇଯିବ ଫ୍ରେଣ୍ଡସ୍ ଅପସନ୍ ଏ 1940 ମସିହାରେ। ତାପରେ ଦେଖନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍, ସୁଭାଷ ଚନ୍ଦ୍ର ବୋଷ କାହାକୁ ତାଙ୍କର ରାଜନୀତି ଗୁରୁ ଭାବେ ଗ୍ରହଣ କରିଥିଲେ? ସୁଭାଷ ଚନ୍ଦ୍ର ବୋଷ କାହାକୁ ତାଙ୍କର ରାଜନୀତି ଗୁରୁ ଭାବେ ଗ୍ରହଣ କରିଥିଲେ? ଅପସନ୍ ଏରେ ଦେଲା ଜାନକୀନାଥ ବୋଷ, ଅପସନ୍ ବି କାର୍ତ୍ତିକ ଚନ୍ଦ୍ର ବୋଷ, ଅପସନ୍ ସି ବଲ୍ଲଭନାଥ ବୋଷ, ଅପସନ୍ ଡି ଚିତ୍ତରଞ୍ଜନ ବୋଷ। ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଡି ଚିତ୍ତରଞ୍ଜନ ବୋଷ। ସୁଭାଷ ଚନ୍ଦ୍ର ବୋଷ ଚିତ୍ତରଞ୍ଜନ ବୋଷଙ୍କୁ ତାଙ୍କର ରାଜନୀତି ଗୁରୁ ଭାବେ ଗ୍ରହଣ କରିଥିଲେ। ବୁଝିହେଲା? ତାପରେ ଯିବା ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍, କେଉଁ ଦ୍ୱୀପ ଶହୀଦ ଓ ସ୍ୱରାଜ ଦ୍ୱୀପ ନାମରେ ନାମିତ? କେଉଁ ଦ୍ୱୀପ ଶହୀଦ ଓ ସ୍ୱରାଜ ଦ୍ୱୀପ ନାମରେ ନାମିତ? ତେବେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଡି ଆଣ୍ଡାମାନ ଓ ନିକୋବର। ତାପରେ ଦେଖନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍, ସୁଭାଷ ଚନ୍ଦ୍ର ବୋଷଙ୍କର ପିତାଙ୍କ ନାମ କ'ଣ ଥିଲା? ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଏ ଜାନକୀନାଥ ବୋଷ। କେଉଁ ସ୍ଥାନକୁ ରକ୍ତର ତୀର୍ଥ କୁହାଯାଏ? ଇଞ୍ଚୁଡ଼ି, ପଲ୍ଲୀନଗର, ହୁମା, ଇରମ। ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଡି ଇରମ। ତାପରେ ଦେଖନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍, କ୍ରିପ୍ ମିଶନ ଭାରତକୁ କେଉଁ ମସିହାରେ ଆସିଥିଲେ? କ୍ରିପ୍ ମିଶନ ଭାରତକୁ କେଉଁ ମସିହାରେ ଆସିଥିଲେ? ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଡି 1942 ମସିହାରେ କ୍ରିପ୍ ମିଶନ ଭାରତକୁ ଆସିଥିଲେ। ତାପରେ ଦେଖନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍, ଭାରତ ଛାଡ଼ ଆନ୍ଦୋଳନର ସ୍ଲୋଗାନ କ'ଣ ଥିଲା? ଭାରତ ଛାଡ଼ ଆନ୍ଦୋଳନର ସ୍ଲୋଗାନ କ'ଣ ଥିଲା? ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି କର ବା ମର, ଡୁ ଅର୍ ଡାଇ। କ୍ଲିଅର? ତାପରେ ଯିବା ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍କୁ, କେଉଁ ବିପ୍ଳବକୁ ଅଗଷ୍ଟ ବିପ୍ଳବ କୁହାଯାଏ? କେଉଁ ବିପ୍ଳବକୁ ଅଗଷ୍ଟ ବିପ୍ଳବ କୁହାଯାଏ? ତେବେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି ଭାରତ ଛାଡ଼ ଆନ୍ଦୋଳନକୁ ଅଗଷ୍ଟ ବିପ୍ଳବ ବୋଲି କୁହାଯାଏ। ବୁଝିହେଲା? ତାପରେ ଯିବା ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍କୁ, କ୍ୱେଶ୍ଚନ୍ ନମ୍ବର 13ରେ ଦେଲା ଇରମ କେଉଁ ଜିଲ୍ଲାରେ ଅବସ୍ଥିତ? ଇରମ କେଉଁ ଜିଲ୍ଲାରେ ଅବସ୍ଥିତ? ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି ଭଦ୍ରକ। ଇରମ ଭଦ୍ରକ ଜିଲ୍ଲାରେ ଅବସ୍ଥିତ। ତାପରେ ଶତ୍ରୁର ଶତ୍ରୁ ଆମର ମିତ୍ର ନୀତି କିଏ ଅନୁସରଣ କରିଥିଲେ? ଶତ୍ରୁର ଶତ୍ରୁ ଆମର ମିତ୍ର ନୀତି କିଏ ଅନୁସରଣ କରିଥିଲେ? ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି ସୁଭାଷ ଚନ୍ଦ୍ର ବୋଷ। ତାପରେ ଯିବା ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍କୁ, ସୁଭାଷ ଚନ୍ଦ୍ର ବୋଷ କେବେ ଜନ୍ମଗ୍ରହଣ କରିଥିଲେ? ସୁଭାଷ ଚନ୍ଦ୍ର ବୋଷ କେବେ ଜନ୍ମଗ୍ରହଣ କରିଥିଲେ? ତ ଏହାର ସଠିକ୍ ଉତ୍ତର ହେଇଯିବ
1897 ଜାନୁଆରୀ 23 ସେ ଜନ୍ମଗ୍ରହଣ କରିଥିଲେ। ଅପସନ୍ ଡି ହେଇଯିବ ରାଇଟ୍ ଆନ୍ସର୍। ତାପରେ ଦେଖନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍, ସୁଭାଷ ଚନ୍ଦ୍ର ବୋଷ ଗଠନ କରିଥିବା ରାଜନୀତିକ ଦଳର ନାମ କ'ଣ? ସୁଭାଷ ଚନ୍ଦ୍ର ବୋଷ ଗଠନ କରିଥିବା ରାଜନୈତିକ ଦଳର ନାମ କ'ଣ ଥିଲା? ତେବେ ଏହାର ସଠିକ୍ ଉତ୍ତର ହେଇଯିବ ଫରୱାର୍ଡ଼ ବ୍ଲକ୍। ସୁଭାଷ ଚନ୍ଦ୍ର ବୋଷ ଗଠନ କରିଥିବା ରାଜନୈତିକ ଦଳର ନାମ ହେଉଛି ଫରୱାର୍ଡ଼ ବ୍ଲକ୍। କ୍ଲିଅର? ତାପରେ ଯିବା ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍କୁ, ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି, ଏହା କିଏ କହିଥିଲେ? ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି, ଏହା କିଏ କହିଥିଲେ? ତ ଅପସନ୍ ବି ହେଇଯିବ ରାଇଟ୍ ଆନ୍ସର୍, ସୁଭାଷ ଚନ୍ଦ୍ର ବୋଷ। ତାପରେ କିଏ ଦିଲ୍ଲୀ ଚଲୋ ସ୍ଲୋଗାନ ଦେଇଥିଲେ? କିଏ ଦିଲ୍ଲୀ ଚଲୋ ସ୍ଲୋଗାନ ଦେଇଥିଲେ? ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି ସୁଭାଷ ଚନ୍ଦ୍ର ବୋଷ। ତାପରେ ଯିବା ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍କୁ, ଭାରତର ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେଉଁଠାରେ ବସିଥିଲା? ଭାରତର ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେଉଁଠାରେ ବସିଥିଲା? ତ ଏହାର ସଠିକ୍ ଉତ୍ତର ହେଇଯିବ ଫ୍ରେଣ୍ଡସ୍ ଅପସନ୍ ସି ଦିଲ୍ଲୀ ଠାରେ ବସିଥିଲା। ତାପରେ ଦେଖନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍, ଏହା ଆପଣମାନଙ୍କ ପାଇଁ, ସ୍ୱାଧୀନତା ପରେ କିଏ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଥିଲେ? ସ୍ୱାଧୀନତା ପରେ କିଏ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଥିଲେ? ତ ଏହାର ସଠିକ୍ ଉତ୍ତର କ'ଣ ହେବ ଆପଣ କମେଣ୍ଟ ସେକ୍ସନରେ କମେଣ୍ଟ କରିକି କୁହନ୍ତୁ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଗୋଟିଏ ଲାଇକ୍ ନିଶ୍ଚିତ କରିବେ ଏବଂ ଏପର୍ଯ୍ୟନ୍ତ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, କାରଣ ଯେତେବେଳେ ବି ଏମିତି ନ୍ୟୁ ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ନୋଟିଫିକେସନ୍ ପାଇପାରିବେ। ଏବଂ ଏହାର PDF ପାଇବା ପାଇଁ ଯଦି ଚାହୁଁଛନ୍ତି ତେବେ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଆନ୍ତୁ। ଡେସ୍କ୍ରିପସନ୍ ବକ୍ସରେ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ଅଛି, ତା ଉପରେ କ୍ଲିକ୍ କରିକି ଆପଣ ଜଏନ୍ ହେଇପାରିବେ। ସେଥିରୁ ଆପଣ ସମସ୍ତ ପ୍ରକାରର PDF ପାଇପାରିବେ। ତ ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।